ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମାସିକ 2000 ଟଙ୍କା ଦରମାରୁ କୋଟିପତି। ପୁଳା ପୁଳା ବିଡ଼ା ବିଡ଼ା ଟଙ୍କା ବ୍ୟାଙ୍କ ଲକରେ ରଖିଥିବା ବଳି ଘରେ ସାଇତି ରଖିଥିଲେ ଅତିରିକ୍ତ ତହସିଲଦାର। ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ଖାଲି 500 ଟଙ୍କିଆ ବଣ୍ଡଲ। ଏତେ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି। ମଙ୍ଗଳବାର ଭୋରରୁ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଅତିରିକ୍ତ ତହସିଲଦାର ଜିତେନ୍ଦ୍ରଙ୍କ 4ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ଓ ବ୍ରିଟ୍ କଲୋନୀ ଘରୁ ମିଳିଛି ନଗଦ 75 ଲକ୍ଷ ଟଙ୍କା। ପରବର୍ତ୍ତୀ ଖବର, ଆମେରିକାକୁ ଝଟକା, ଫେଲ୍ ହେଲା ଟ୍ରମ୍ପଙ୍କ ଟାରିଫ। ଭାରତ ଉପରେ ଆମେରିକା 50% ଟାରିଫ ଲଗାଇଛି ସତ, କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନାହିଁ, ଯାହାର ବଡ଼ କାରଣ ହେଉଛି ମୋଦି ସରକାରଙ୍କ ରଣନୀତି। ଟ୍ରମ୍ପଙ୍କ ଟାରିଫ ଖେଳ ଭିତରେ ପୂରା ଖେଳକୁ ଓଲଟାଇ ଦେଇଛି ଭାରତ। ଗୋଟିଏ ପରେ ଗୋଟିଏ ଦେଶ ସହ ଭାରତ ଜିରୋ ଟାରିଫ ଡିଲ୍ କରିବାରେ ସଫଳ ହେଉଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଓମାନ ଚୁକ୍ତି ପରେ ଭାରତ ଅଷ୍ଟ୍ରେଲିଆ ବାଣିଜ୍ୟ ଚୁକ୍ତିରେ ନୂଆ ମୋଡ଼ ଆସିଛି। ଭାରତ ଅଷ୍ଟ୍ରେଲିଆର ସହମତି କ୍ରମେ 2026 ଜାନୁଆରୀ 1ରୁ ସମସ୍ତ ଭାରତୀୟ ରପ୍ତାନି ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଖବର, ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟନେସ୍ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚାର ମଧ୍ୟରେ 35 ବର୍ଷୀୟ ସାମି ପୁଣି ଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି। 2027 ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଏବଂ ଏକ ବଡ଼ ସମ୍ଭାବନା ଭାବେ ଉଭା ହୋଇଛି। ପରବର୍ତ୍ତୀ ଖବର, ଅଶ୍ଳୀଳ କମେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନୀକୁ ବଡ଼ ଚେତାବନୀ ଦେଇଛନ୍ତି। ସରକାର ଅଶ୍ଳୀଳ ଅଭଦ୍ର ସାମଗ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି। ଏହା ସହ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ବେଆଇନ ସାମଗ୍ରୀ ଉପରେ ମଧ୍ୟ ଆକ୍ସନ ନେବାକୁ କହିଛନ୍ତି। ଆଦେଶ ଅବମାନନା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସରକାର। ପରବର୍ତ୍ତୀ ଖବର, କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରଣହୁଙ୍କାର। ମମତା ସରକାରଙ୍କ ଦୁର୍ନୀତି ପୋଲ ଖୋଲିବା ସହ ଆସନ୍ତା ବର୍ଷ ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କୋଲକାତାରେ ବିଶାଳ ରୋଡ୍ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଦୁର୍ନୀତି, ମହିଳା ସୁରକ୍ଷା, ଅନୁପ୍ରବେଶ, ଶିଳ୍ପ ସ୍ଥାନାନ୍ତର ଆଦି ପ୍ରସଙ୍ଗରେ ଟିଏମସି ସରକାରଙ୍କୁ କରିଛନ୍ତି ଟାର୍ଗେଟ। 2021 ନିର୍ବାଚନରେ 77ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବା ସହ ବିଜେପି ମମତା ସରକାରଙ୍କୁ ଦେଇଥିଲେ କଡ଼ା ଚ୍ୟାଲେଞ୍ଜ। ଆଗାମୀ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ଟିଏମସି ସରକାରକୁ ଜବାବ ଦେବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ଅମିତ ଶାହା। ପରବର୍ତ୍ତୀ ଖବର, ନକ୍ସାରୁ ଲିଭିଯିବ ୟୁକ୍ରେନ। ୟୁକ୍ରେନ ପାଇଁ ବଢ଼ିଲା ବିପଦ। ପୁଟିନଙ୍କ ଘର ଉପରେ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି ନେଲେ ରୁଷ ରାଷ୍ଟ୍ରପତି। ପରମାଣୁ ସକ୍ଷମ ଓ ରାସାୟନିକ ମିସାଇଲ ଆକ୍ଟିଭ କରିଛି ରୁଷ, ଯାହା ୟୁକ୍ରେନ ପାଇଁ କାଳ ବ୍ୟବସ୍ଥ ହୋଇପାରେ। ସୋମବାର ପୁଟିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ମସ୍କୋ। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ନିନ୍ଦା କରିଛନ୍ତି। ପରବର୍ତ୍ତୀ ଖବର, ଦେଶର ଜିଡିପିକୁ ଅତିକ୍ରମ କଲା ଭାରତୀୟ ପରିବାରରେ ଥିବା ସୁନା ମୂଲ୍ୟ।
ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ପ୍ରଭାବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଏକ ନୂଆ ଉଚ୍ଚତା ଅତିକ୍ରମ କରିଥିବା ବେଳେ ଭାରତୀୟ ପରିବାର ପାଖରେ ଥିବା ସୁନାର ମୋଟ ମୂଲ୍ୟ ଏବେ ଦେଶର ସମୁଦାୟ ଅର୍ଥନୀତି ଜିଡିପିକୁ ମଧ୍ୟ ଟପି ଯାଇଛି। ମୋର୍ଗାନ ଷ୍ଟାନିଲର ଆକଳନ ଅନୁଯାୟୀ ଭାରତୀୟ ପରିବାର ପାଖରେ ପ୍ରାୟ 34,600 ଟନ୍ ସୁନା ଗଚ୍ଛିତ ଅଛି। ସାମ୍ପ୍ରତିକ ମୂଲ୍ୟ ଅନୁସାରେ ଏହାର ମୂଲ୍ୟ $5 ଟ୍ରିଲିୟନ ଅଧିକ, ଯାହା ଭାରତର ବର୍ତ୍ତମାନ ଜିଡିପି $4.1 ଟ୍ରିଲିୟନ ତୁଳନାରେ ବହୁତ ଅଧିକ। ପରବର୍ତ୍ତୀ ଖବର ଡିସେମ୍ବରରେ ରେକର୍ଡ କରିଛି ଶୀତ। 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ସ୍ଥିତି ଜାରି ରହିଛି। ଆସନ୍ତାକାଲି ସକାଳ 8:30 ଯାଏଁ ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଜାନୁଆରୀରୁ ଶୀତର ପ୍ରଭାବରେ ସାମାନ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି। ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ହେବା ଥିବାରୁ ନୂଆ ବର୍ଷରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରଭାବ କମିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପରବର୍ତ୍ତୀ ଖବର ପୁଣି ବଦଳିଲା ଟିକେଟ ବୁକିଂ ନିୟମ। ଭାରତୀୟ ରେଳବାଇ ଆଧାର ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା ହୋଇଛି। ଆଡଭାନ୍ସ ରିଜର୍ଭେସନ ପିରିୟଡରେ ପ୍ରଥମ ଦିନରେ ଜେନେରାଲ ରିଜର୍ଭ ଟିକେଟ ବୁକିଂ ପାଇଁ ଏବେ ଅଧିକ ଘଣ୍ଟା ମିଳିବ। 29 ଡିସେମ୍ବର 2025ରୁ ଆରମ୍ଭ ହେବାକୁ ଥିବା ନିୟମ ଅନୁଯାୟୀ 12 ଜାନୁଆରୀ 2026ରେ ବୁକିଂ ପାଇଁ ଟିକେଟ ବୁକିଂ ୱିଣ୍ଡୋକୁ ମୋଟ 16 ଘଣ୍ଟା କରାଯାଇଛି। ଏହାଦ୍ୱାରା ଟାଉଟ ଓ ଅନ୍ୟାନ୍ୟ ଅସାଧୁ ଉପାଦାନକୁ ରୋକି ପ୍ରକୃତ ଯାତ୍ରୀମାନଙ୍କୁ ସୁବିଧା ମିଳିବ। ପରବର୍ତ୍ତୀ ଖବର ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା। ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଉଭୟ ବ୍ୟକ୍ତି କାରଖାନାରେ ସୁରକ୍ଷା କର୍ମୀ ଭାବରେ ନିୟୋଜିତ ଥିଲେ ଏବଂ ପରିସର ମଧ୍ୟରେ ଥିବା ଅନସାର ବାରକରେ ରହୁଥିଲେ। ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ଥିଲା, କିନ୍ତୁ କଥାବାର୍ତ୍ତା ବେଳେ ନୋମାନ ମଜାରେ ମଜାରେ ବଜେନ୍ଦ୍ରଙ୍କ ଆଡ଼କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦେଖାଇଥିଲେ। କିଛି ମୁହୂର୍ତ୍ତ ପରେ ବନ୍ଧୁକର ଗୁଳି ବାହାରିଗଲା ଏବଂ ଗୁଳି ବଜେନ୍ଦ୍ରଙ୍କ ବାମ ଜଙ୍ଘରେ ବାଜିଥିଲା। ଗୁଳିମାଡ଼ ପରେ ବଜେନ୍ଦ୍ରଙ୍କୁ ଭାଲୁକା ଉପଜିଲ୍ଲା ସ୍ୱାସ୍ଥ୍ୟ ସଂକଳନକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।